नमस्कार ମୁଁ ପ୍ରଭାନନ୍ଦ ତ୍ରିପାଠୀ ଆପଣମାନେ ଦେଖୁଛନ୍ତି ହାଲଚାଲ 66 ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଇଏ ମେଣ୍ଟ୍ରି ପଞ୍ଚାୟତରେ ଆଜି ଚୋର ପଶିଛି। ଆଜ୍ଞା ମୁଁ ସକାଳରୁ ଆସିକରି କବାଟ ଖୋଲିକରି ଦେଖିଲି ତାପରେ ଦେଖିଲାରୁ ଟିଭି ନାହିଁ ବୋଲାରୁ ମୁଁ ତାପରେ ଜିଏସ୍ କୁ ଯୋଗାଣ ସହାୟକୁ ଫୋନ କଲି ତାପରେ ସେ ଆସିଲା ହଉ ଥାଉ ଛୁଁ ନାହିଁ ସେଠି ଫୋନ କରବା ସରପଞ୍ଚ କୁ କେସ୍ କରବା ବୋଲିକରି କହିଲା। ତ ବର୍ତ୍ତମାନ ସୁଦ୍ଧା କେସ୍ କରାହେଇଛି କି ନାହିଁ? ନାଇଁ କରାହେଇନି। ଆଚ୍ଛା କଣ ତାର ଚିହ୍ନ କଣ ଛାଡ଼ିଛି କି ଚୋର? ଚିହ୍ନ ତ ତାର ଚପଲ ଅଛି ଦେଖାନ୍ତୁ ଚପଲ। ଚପଲ ଅଛି ଏଇଟା ଛାଡ଼ି ଦେଇଛି। ଆଚ୍ଛା ଆଚ୍ଛା ତ କଣ କଣ ଚୋରି ଯାଇଛି ବୋଲି ଆପଣଙ୍କର ଅନୁମାନ ଆସିଛି? ଖାଲି ଟିଭି ଏକା ଚୋରି ହେଇଛି ଆଉ କିଛି ନାହିଁ। ଆଉ ପ୍ରତ୍ୟେକ ଜିନିଷ ଅଛି କିନ୍ତୁ ପ୍ରତ୍ୟେକ ଜିନିଷ ଅଛି ଟିଭି ଚୋରି ହେଇଛି। ଏଟା କଣ ହେଇଛି? ମୁଁ ମେଣ୍ଟ୍ରି ଗ୍ରାମ ପଞ୍ଚାୟତର ପିଓ ଗତ ରାତିରେ ଆମର ମେଣ୍ଟ୍ରି ପଞ୍ଚାୟତ ଅଫିସରୁ ଚୋରି ହେଇଛି। এই ଚୋରିରେ ସକାଳେ ପ୍ରାୟ 7টাରେ ଆମର ପିଅନ ଫୋନ କରିଥିଲେ ଯେ ପଞ୍ଚାୟତ ଅଫିସର ତାଲାର ହୁକ୍ସ ଭାଙ୍ଗିକିନା କଣ ଟିଭି ଚୋରି ହେଇଯାଇଛି ବୋଲି। ତାପରେ ମୁଁ ସରପଞ୍ଚକୁ ଜଣାଇଥିଲି ଓ ପଞ୍ଚାୟତରେ ଯାଇକିନା ଦେଖିଲା ବେଳକୁ ସେଠି କେବଳ ଟିଭି ଚୋରି ହେଇଛି ଓ ଯେଉଁ ବ୍ୟକ୍ତି ଟିଭି ଚୋରି କରିଛି ତାର ପାରାଗନ ଚପଲ ସିଲ୍ଭର ସେଠି ଛାଡ଼ିକିନା ସେ ଯାଇଛି। ଆଉ କଣ ପ୍ରମାଣ ରହିଛି ସେ ଯୋଉ ବ୍ୟକ୍ତି ଚୋରି ନେଇଛି ତାର କଣ ସିସିଟିଭି କଣ ଏମିତି ପ୍ରମାଣ ନାଇଁ ସିସିଟିଭି ତ ସେ ଏରିଆରେ ନାହିଁ। ଏହାପରେ ମୁଁ ଏଇ ସରପଞ୍ଚ ଆଉ ମୁଁ ଥାନାରେ ଏଫଆଇଆର ଦେବା ପାଇଁ ଆସିଛି। କାହାର ଜଣା ପଡୁଛି? ସେମିତି କିଛି ଜଣା ପଡିବ ନାହିଁ, ପୋଲିସ ଇନଭେଷ୍ଟିଗେସନ ସରିଲା ପରେ ଏକା ତାଙ୍କର ଜଣା